দাস বাবু আসো আসো বসো বসো। জীবন সারা সংঘর্ষ কলো অফিস জীবনে নাই কামর টেনশন নাই যেটাকে সবাই মন মস্তিরে গুজার করো বাবু 4 ବର୍ଷ ବ୍ୟାଙ୍କରେ ଚାକିରି କଲେ ହେଲେ ଜୀବନରେ କିଛି କରିପାରିଲି ନାହିଁ ଜୀବନରେ କିଛି କରିପାରିଲି ନାହିଁ ଏଇଟା ପୁଅ ତାକୁ ହଉଛି ଶିକ୍ଷା ଟିକେ ଦେଇପାରିଲି ନାହିଁ ପୁଅମାନଙ୍କର ବାହା ଟିକେ କରିପାରିଲି ନାହିଁ ନା ବାବୁ ପୁଅମାନଙ୍କ ବାହା ତ ଦୂରର କଥା ମୁଁ ମୋର ମୁଣ୍ଡ ମୁଣ୍ଡ ନେଇ ଘର ଟିକେ କରିପାରିଲି ନାହିଁ ମୋର ଡାକିନି ଯିଏ ମୋର ଜୀବନ ସହିତ ମୋର ସାଥି ଦେଇଛନ୍ତି ତାଙ୍କୁ ଦୁଃଖ ଟିକେ ଦେଇପାରିଲି ନାହିଁ ମୋର ଜୀବନ ବ୍ୟର୍ଥ ହୋଇଗଲା ନା ବାବୁ রমেশ বাবু তখন সে কিছু কাম করা করুছি কি নাই রমেশ রমেশ কোন কাম না করিব বালুকা ভলিয়া গোটে দোকান আর গোটে দোকান বুলছি আর কোন করিব সুরেশ বাবু তখন সুরেশ ভালো পিলাকে তার পাঠ পড়িবারে বহুত মন আছে ହେଲେ ତାକୁ ପାଠ ପଢ଼ାଇବା ପାଇଁ ମୋ ପାଖରେ ଆଉ ଅର୍ଥ ନାହିଁ हेलो हाउ आर यू केମିତି ଅଛ ଏମିତି ସମୟ ତୁ ଏ ତିନି ପୁଅ ମଧ୍ୟରେ ସମ୍ପର୍କ ଅଧିକ ସମୟ ଦେବା ଅଛି କିଛି କରିବୁ କି ନାହିଁ ଜୀବନରେ বাবু রমেশ বাবা তো রিটায়ারমেন্ট করিলে তিন পুরা বড় বছর তাଙ୍କ সর্বস্ব হইলেনি ଏବେ ବଡ଼ ପୁଅ ସେ ତୋର କର୍ତ୍ତବ୍ୟ ହେଉଛି କି ତାଙ୍କ ଆଶା ବଢ଼ିଲେ କି ହବ ଏ ବଡ଼ ପୁଅର କର୍ତ୍ତବ୍ୟ ଓ ଅଙ୍କଲ ଆମ କଥା ଗୋଟେ କଥା ଭୁଲି ଯାଇছি ଯେ ଆମେ ବାହା ହେବା କଥା କହୁଛ ନା ହଁ ମୁଁ ବାହା ଆସିଛି ବାପରେ ତୁ ବାହା ହୋଇ ଆସିଛୁ ହଁ ମୁଁ ବାହା ଆସିଛି ହଁ ମୁଁ ବାହା ଠିଆ ହେଇଛି ତମେ ଭିତରେ ବସିଲୁ ବାବା ଏଇଟା ଦେଖ ତାର ନମ୍ବର ହବ ତାକୁ ଓଡ଼ିଆ ମାର ନାଇଁ ଆଉ ପାଇବନି ବାବୁ দাদা তোমার তোমার পারিবারিক সমস্যা মুন্ড করবে নাই মা মা কোনে গলু মা মা কোন হলা কাইতে মতে চিৎকার করুছো মা কোন কইলো তো বাহা হয়ে আসিছো মামা ভাই সদা কাল ফোন করে আসিছি তারপর আশীর্বাদ দে কোন আসিবে করুছো কোন কোন মা বাবা মাটি দিতে আশীর্বাদ করুছো বেটা কোন রোজ পারে নাই নিজে কাছে ঝাড়া না সারা দিলে তিন খরচ কেমনে চলাইবো এরা কাকে ভালো বলিব কি মা তুই তুই ভালো চিন্তি পদক্ষেপ নেইছিস কোন ভাবিছিস তু ଆମକୁ ବାହା ନାହିଁ ଆମକୁ ଘରକୁ କଣ ଭାବିଛୁ ଯେ দেখো বাবা সরকার থেকে সরকারে 40,000 টাকা দেব এটি 20,000 টাকা আর 20,000 টাকা এই 20,000 টাকা তুমি ঘর খরচা তুলে দেব ভাই ঠিক আছে বন্ধ যাও এই সব নিষ্পত্তি না ঠিক আছে চিন্তা করা নাই বাবা কোন ভাই ঠিক আছে বাড়ি যাও এই সব নিষ্পত্তি নেওয়ার জন্য ঠিক আছে চিন্তা করা নাই বাবা কোন পেনশন মধ্যে 40,000 সেটা বাবা কোন মেডিসিন মধ্যে 8,000 আর বাবা কোন ঘর 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 8,000 যদি তোমার 20,000 নেই যাওয়া মানে আমি 4,000 টাকা কেমনি চলিব তুই সারা আছে সারা হিসাবে বড় মা কথার মূল করে নাই তুমি আনি যাহা করে যেতে পাই মুন্ড করে বাতি হইছি কবি করে তুই সারা আছে সারা হিসাবে অধান কর হাত ধরি দিব দেখো Thank you.
ହଁ ରାମ ବାବୁ। ଆଜି କଣ ଏଠି ସକାଳୁ ଉଠିଲ? ସେ ତୋରମାନଙ୍କ ଅଫିସକୁ ଯାଇଥିଲି ସେଠାରେ କଣ୍ଟେଣ୍ଟ ଜବ୍ କରିବି କଥା ହୋଇ ଆସିଛି। ବୁଢ଼ା ବୟସରେ ପରିଶ୍ରମ କରିଲ, ପରିବାର ସହିତ ରହିଲ, ଏବେ ଆରାମ କରିବା ସମୟରେ ଯନ୍ତ୍ରଣା ସହିବ। କ'ଣ କରିବି ତିନି ଦିନ ପୁଅ ତ ମୋର ବୁଢ଼ାଙ୍କର ଭାବୁଛନ୍ତି ମୁଁ ତାଙ୍କର କର୍ତ୍ତବ୍ୟ କରିବାକୁ ହବ। ତୁମେ ସେସବୁ କଥା ଚିନ୍ତା କର ନା। ତୁମେ ମୋ ପାଇଁ ଖାଇବା ରେଡ଼ି କର, ମୁଁ ଅଫିସ ଯିବି। ହଉ ଠିକ୍ ଅଛି। ହ୍ୟାଲୋ, ହ୍ୟାଲୋ, କେଉଁଠି ଅଛ? ଅଫିସରେ ଅଛି। ଘରକୁ ଶୀଘ୍ର ଆସ। କ'ଣ ହେଲା କହୁନ? ଘରକୁ ଆସ, କଥା ହେବା। ହଁ। ଆରେ କ'ଣ ହେଲା ମା, ତୁ କାହିଁକି କାନ୍ଦୁଛୁ? ବାବା, ତମ ପୁଅର ଆକ୍ସିଡେଣ୍ଟ ହେଇଯାଇଛି। ଏମିତି? ରାସ୍ତାରେ ଯାଉଥିବା ବେଳେ ଗୋଟେ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଗଲା। ଖବର ପାଇବା ମାତ୍ରେ ପୋଲିସ ତାଙ୍କ ସାଙ୍ଗମାନଙ୍କୁ ଡାକ୍ତରଖାନାରେ ଆଡମିଟ୍ କରିଛନ୍ତି। ମୁଣ୍ଡରେ ବହୁତ ଆଘାତ ଲାଗିଛି, ବହୁତ ରକ୍ତ ବୋହିଯାଇଛି। ଡାକ୍ତର ଅପରେସନ କରିବା ପାଇଁ କହିଛନ୍ତି। ଅପରେସନ ପାଇଁ 2 ଲକ୍ଷ ଟଙ୍କା ଦରକାର। ମା, ତୁ ପ୍ରଥମେ ଚୁପ୍ ହୋଇଯା। ତୁ ସେସବୁ କଥା ଚିନ୍ତା କରନା, ମୁଁ କିଛି ନା କିଛି ବ୍ୟବସ୍ଥା କରୁଛି। ଏତିକି ଟଙ୍କା କେଉଁଠୁ ଆଣିବ? ମୋତେ ଚିନ୍ତା ହେଉଛି। ତମେ ଚିନ୍ତା କରନା, ମୁଁ କିଛି ନା କିଛି ବ୍ୟବସ୍ଥା କରିଛି। ମୁଁ ରାମ ବାବୁ ପାଖକୁ ଯିବି, ସେ କିଛି ନା କିଛି ରାସ୍ତା ଦେଖେଇ ଦେବେ। ଦାସବାବୁ ଆପଣ ଏଇ ସମୟରେ କ'ଣ ହେଲା କି? ହଁ ରାମ ବାବୁ, ମୁଁ ବହୁତ ବଡ଼ ଅସୁବିଧାରେ ପଡ଼ିଯାଇଛି। କାଲି ସକାଳୁ ରମେଶର ଆକ୍ସିଡେଣ୍ଟ ହୋଇଯାଇଛି। ଡାକ୍ତର ଚିକିତ୍ସା କରିବା ପାଇଁ କହୁଛନ୍ତି। ଅପରେସନ ପାଇଁ 2 ଲକ୍ଷ ଟଙ୍କା ଲାଗିବ। ଆପଣ ଚିନ୍ତା କରନ୍ତୁ ନାହିଁ, ନିଜକୁ ସମ୍ଭାଳନ୍ତୁ, ଯେତେ ଖର୍ଚ୍ଚ ହେବ ମୁଁ ଦେବି। ଚାଲନ୍ତୁ ଡାକ୍ତରଖାନା ଯିବା। ଆରେ ରମେଶକୁ କ'ଣ ହୋଇଛି? ତାର ଆକ୍ସିଡେଣ୍ଟ ହେଇଛି, ଡକ୍ଟର ଅପରେସନ କରିବାକୁ କହୁଛନ୍ତି। ତମେ କଥା ହେଇଯିବ। ଡକ୍ଟର ବାବୁ, କ'ଣ ହେଇଛି ରମେଶକୁ? ରମେଶର ବ୍ରେନ୍ ହ୍ୟାମରେଜ୍ ହୋଇଯାଇଛି। ଅପରେସନ ପାଇଁ 2 ଲକ୍ଷ ଟଙ୍କା ଦରକାର। ଆପଣ ଚିନ୍ତା ନ କରନ୍ତୁ ଡକ୍ଟର ବାବୁ, ଯେତେ ମୁଁ ଦେବି। ଆପଣ ଚିନ୍ତା କରନ୍ତୁ ନାହିଁ। ଠିକ୍ ଅଛି। ମଣିଷକୁ ବାହା ହୋଇ ମୁଁ ବହୁତ ଭୁଲ କଲି। ଗୋଟିଏ ପୁଅ ପିଲାକୁ ରୋଜଗାର କରିବାର ସାମର୍ଥ୍ୟ ନାହିଁ ଯଦି ବାହା କରିପାରିବ। ମୁଁ ତୁମକୁ ନିଜ କରି ବହୁତ ଭାବନା ଯୋଜନା ଭୁଲି ପାରିଛି। ଏବେ କୋଉଠି ଗଲା? ମୁଁ ଆଉ ତମ ସାଙ୍ଗରେ ରହିପାରିବି ନାହିଁ। ମୋଟା ତ ପାଗଳି ହେବ ନା, ତମେ ମୋତେ ଛାଡ଼ିବା କଥା କହୁଛ। ମୋତେ ଭାବିବ କେମିତି? ମୁଁ ସବୁ ଠିକ୍ କରିଦେବି, ତମେ ଚିନ୍ତା କରନି। କଣ ଠିକ୍ କରିବ ତମେ? ଗୋଟେ ବେରୋଜଗାର ମଣିଷ ଯିଏ ନିଜ ମା ବାପାକୁ ବୁଝିପାରେ ନାହିଁ, ତାଙ୍କ ପାଇଁ କିଛି କର୍ତ୍ତବ୍ୟ କରିପାରେ ନାହିଁ, ସେ ସ୍ତ୍ରୀକୁ କଣ ବୁଝିବ? ସେ ସ୍ତ୍ରୀକୁ ବୁଝି କଣ ଦେବ? ତମେ ଯାହା ବି କହ, ମୁଁ ଆଉ ତମ ସାଙ୍ଗରେ ରହିପାରିବି ନାହିଁ। ମୋତେ କ୍ଷମା କରିବ, ମୁଁ ଯାଉଛି। କବିତା ରହିଛ? କବିତା? ହଁ ଭାଇ, ଆସୁଛି।
ରୋଗଗ୍ରସ୍ତ ମରିନାହାନ୍ତି ଚିନ୍ତାଗ୍ରସ୍ତ ହୋଇ ସେ କାଲି ସନ୍ଧ୍ୟା ମୋ ପାଖକୁ ଆସିଥିଲେ ସେ କହୁଥିଲେ ବହୁତ ଚିନ୍ତା ହେଇଥିଲି କ'ଣ କରିବା ବହୁତ ଚିନ୍ତା ହେଇଥିଲି ସେ ତାଙ୍କର ମୁଁ ପଢ଼ିପାରିବିନି ପଢ଼ିପାରୁଛି ନା ମୁଁ ପଢ଼ି ଦେଉଛି ବାବାର ଅନ୍ତିମ ସଂସ୍କାର କରିବା ବଡ଼ ପୁଅର ଅଧିକାର ନେଲେ ଏଇ ଅଧିକାର ମୁଁ ତୋ ହାତରୁ ଛଡ଼େଇ ନେଉଛି ମୋ ବଡ଼ ପୁଅ ମୋର ଚିତାରେ ଅଗ୍ନି ଦେଇପାରିବ ନାହିଁ ଏଇଟା ମୋ ସାଙ୍ଗର ଶେଷ ଥିଲା ଶେଷ ଚିଠି ଥିଲା ସବୁ ସରିଗଲେ ରମେଶ ତୋ ବାପା ମୋତେ ଏକା ଛାଡ଼ି ଚାଲିଗଲେ ଜୀବନ ସାରା ପରିବାର ସହିତ ରହିଲେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଭାଇ ବାବା ତ ଆମ ସାଙ୍ଗରେ ନାହିଁ ଏବେ ତମକୁ ମାସିକ 20,000 ଟଙ୍କା କିଏ ଦବ ପରେଶ ତୁ ମୋତେ ଲଜ୍ଜିତ କରନା ରେ ମୁଁ ମୋ କର୍ତ୍ତବ୍ୟ ଜାଣି ଦେଇଛି ମୁଁ ବାପାଙ୍କ ସାଙ୍ଗେ ବହୁତ ଗଲତ ବ୍ୟବହାର କରିଛି ଏବଂ ମୋତେ କ୍ଷମା କରିଦେବ ତ ଭଉଜ ମୋତେ ଏକା ଛାଡ଼ି ଚାଲିଗଲେ ଏବଂ କିଏ ନାହିଁ ଏବଂ ମୋତେ କ୍ଷମା କରିଦେବ ବାପା ଆସିବ ତୁ କ'ଣ କରୁଛୁ ବାପା ଆଜ୍ଞା ସଭା କରୁଛୁ ବାପା ଆଜ୍ଞା ଧର୍ତ୍ତଲା ପାଳନ କରୁଛୁ ବାପା ଜ୍ଞାନ କରି ତା ଦୁଃଖ ତୁ କ'ଣ ଯାଇଛୁ ରାମ ଅଙ୍କଲ ଭାଇ ତା କର୍ତ୍ତବ୍ୟ ବୁଝି ଯାଇଛନ୍ତି ଏବେ ତାଙ୍କୁ କ୍ଷମା କରିଦିଅନ୍ତୁ ତାଙ୍କୁ ତାଙ୍କ ବାପାଙ୍କ ସହଯୋଗ କରିବାକୁ ଦିଅନ୍ତୁ ଠିକ ଅଛି ଆଜି ଠାରୁ ମୁଁ ସବୁ କର୍ତ୍ତବ୍ୟ ପାଳନ କରିବି ଆଉ ସବୁ ପରିବାରକୁ ଖୁସି ରଖିବି ମୋତେ ଆପଣ ଆସିବ ଠିକ ଅଛି मार भी कर्तव्य आए सब परिवार को एक सहित जोड़े कर रखिबा जो ମୁଁ କରିବି ସେଟା କୌଣସି ପୁଅ କରିବାକୁ ପଡ଼ିବନି ଯଦି ସେ କର୍ତ୍ତବ୍ୟ ବାବାଙ୍କ କର୍ତ୍ତବ୍ୟ ପାଳନ କରୁନାହାନ୍ତି ହେଲେ ଏହି ଦୃଶ୍ୟ ତାକୁ ଦେଖିବାକୁ ପଡ଼ିବ ମୋର ଆଶା ମୁଁ ଜାଣିଛି ସମସ୍ତଙ୍କ ପରିବାରରେ ଏହିସବୁ ହେଉଥିବ ମୁଁ ସବୁ ଅନୁରୋଧ କରୁଛି କି ଏହିସବୁ ଗାଲି ଯୋଗ ନ ହଉ କାହାରିଙ୍କ ଘରେ ବୋହୁର କାମ ହେଉଛି ଘରକୁ ସଜାଡ଼ି